किंतु आमे बाबा को केमिति पाइबा नारायण को सही अभिराम परमहंस कोइली मालिका रे लिखिले कौन कहले लो कोइले ये साधु संग शांतिर कारण लो कोइली साधु संग शांतिर कारण लो कोइली साधु संग शांतिर कारण सहज सूत्र मिलंती सहज सूत्रे मिलंती सहज सूत्रे मिलंती सहज सूत्रे मिलंती नारायण कोइली साधु संग शांतिर कारण अभिराम परमहंस करमूलार मठ महंत कहले लो कोइली साधु संग शांतिर कारण सहज सूत्रे मिलंती सत्य नारायण साधु मानकर जदियो संग करिवे ताले हबो जदियो सेवा करिवे ताहले हमें सत्य नारायण को जाय की पाई परिवारे सर साधु किए छे साधु किए साधु हाँ जगन्नाथ दास श्रीमद भागवत जहाकू ओडिया वेद बोली कुहा जाय लिखिबे से साधु को कथा ना साधु जे मलय पवन साधु जे मलय पवन साधु जे मलय पवन साधु जे मलय पवन कष्टकु करन्ति चंदन कष्टकु करन्ति चंदन साधु जे मलय पवन काठकू करन्ति चंदन ताले साधु को काठकू चंदन करन्ति अरे बांसटा कोन काठरे जाउची अरे बांस तार स्वतंत्र ना होची बांस बांसरे ता नाम आद करी काठ ताकू कहनी मते नै कि जहा कहिला रथि सारू कह अरे शरीरटा हेउची गोटिए काठ ए शरीर होउची गोटे काठ प्रकृत जे साधु हाँ भीतर कहनी प्रकृत जे साधु साधु वाणी द्वारा बा मलय पवन द्वारा हाँ हाँ ए शरीरटा जे कि संतन पालटी जाय रे एई शरीर रूपक काठकू हाँ हाँ चंदन करि पारंती जिए जे से होचंती प्रकृत साधु साधु अरे सेति कि नुह ना ना सेई साधुंकर जदियो सानिध्य लाभ न करबा हाँ ताहले हमें नारायण को पाइ परिबा ना जगन्नाथ दास पुरी भागवत रे कहले ना ये जीव साधु संग बिनु गोविंदा इन पारे मोर तानु गोविंदा लभी न पारे मोर तानु गोविंदा लभी न पारे मोर तानु गोविंदा ना ये जीव साधु संग बिनु लभी न पारे मोर तनु उद्धव को बुझौछंती रे उद्धव ए संसार भितरे जेते जीव अछंती जिए साधु संग न करिची ताहले मो तनु जाय कि मोर पदार बिंदरे हाँ मुक्ति केही पाई परिबे ताहले हमें देखिबा प्रकृत साधु किए बाबाजी किए ब्रह्मचारी किए मुनि किए हमें काहंकु सेवा कले नारायण को पाइबा काहंकु यदि नारायण को पाइबार उपाय हमकु कहिबे हाँ माने समस्त कोन अलगा अलगा निश्चय बोले साधु अलगा
କୁହ ବାବାଙ୍କ କଥା କହନା ବାବାଙ୍କର ଦଶା ପଡିଛି ଆରେ ସେ କଥା ନୁହଁ ନା ନା ଦଶା ପଡି ଯୋଉ ଗାଁ ଗହଳି ମାନଙ୍କରେ ବୁଲୁଛନ୍ତି ଏଇମାନଙ୍କୁ ନା ବଚନ ମଧୁର ତିଳକ ସରୁ ଜାଣିବ ତାହାକୁ ଗୁରୁ ଜାଣିବ ତାହାଙ୍କୁ ଠକଙ୍କ ଗୁରୁ ଜାଣିବ ତାହାଙ୍କୁ ଠକଙ୍କ ଗୁରୁ ଚନ୍ଦ୍ରା ମୁଣ୍ଡିଆକୁ ଚୈତନ୍ୟ ଚୁଟି ଜାଣିବ ତାହାକୁ ମାନିଟି ଜାଣିବ ତାହାଙ୍କୁ ବେଇମାନିଟି ଜାଣିବ ତାହାଙ୍କୁ ବେଇମାନିଟି ନାଲି ବସନକୁ ପେଟ ଟୁବୁଆ ପର ଭାତ ଖାଇ ଦେହ ମୋଟୁଆ ପରବତ ଖାଇ ଦେହ ମୋଟୁଆ ପରବତ ଖାଇ ଦେହ ମୋଟୁଆ ଏଇ ଯୋଉ ଗାଁ ଗହଳି ମାନଙ୍କରେ ବୁଲୁଛନ୍ତି ହଁ ନା ମାଳା ଗୋଡାୟତେ ଥପା ଚଢାୟତେ করে ডকায়ত কাম এই লোক যদি বৈকুণ্ঠ ଯିବ উলুকিয়া ভগবান ହଁ দিন যাক রাম রাম ভজন করিবা রাত্র হেলে ହଁ ପାଞ୍ଚ ଜଣକୁ ମେଳ କରିବା କରିବା କାର ବହୁତ ଟଙ୍କା ଅଛି ଏଟିଏମ୍ ରୁ କେମିତି ଚୋରି କରି ଆଣିବା କାର ଭଲ ଗାଡି ଅଛି ରାସ୍ତାରେ କେମିତି ତାକୁ ଅପହରଣ କରି ନେଇଯିବା କାର ଭଲ ସୁନ୍ଦରୀ ସ୍ତ୍ରୀ ଅଛି ତାକୁ କେମିତି ହରଣ କରି ନେଇ ତା ବେକରୁ ଯାଇକି ସୁନା ଜିନିଷ କାଢି ନବା ସେଥିପାଇଁ ଅଚ୍ୟୁତାନନ୍ଦ ମହାପୁରୁଷ ପୁଣି ଆହୁରି ଗୋଟିଏ ପଦ କହିଲେ ଏ କଳି ଯୁଗରେ ସବୁ ସାଧୁ ମାନଙ୍କର ଲକ୍ଷଣଟା କଣ କଣ ଏମାନେ କଣ କରନ୍ତି ନା ରତି ଖୋଜୁଥାନ୍ତି ବିଧବା ନାରୀ ରତି କି ଖୋଜନ୍ତି ବାବାଜୀ ଗୁରି ରତି କି ଖୋଜନ୍ତି ମା ବାଜି ରତି କି ଖୋଜନ୍ତି ମା ବାଜି ହଁ ରତି ଖୋଜୁଥାନ୍ତି ବିଧବା ନାରୀ ରତି କି ଖୋଜନ୍ତି ବାବାଜୀ ଗୁରି ଗାଁ ଗାଁ ସହର ବଜାର ଗଳି କନ୍ଦି ହଁ ଏଇ ବାବାଜୀ ନାମ ଧରି ଛଦ୍ମବେଶୀ ମାନେ ହେ ଗଳି ମାନଙ୍କରେ ଟାଉନ ବଜାର ହେଉନା କାହିଁକି ହଁ। ଗଳି କନ୍ଦି ମାନଙ୍କରେ ବୁଲୁଥିବେ ହଁ କେବଳ ପ୍ରୀତି ଆଶାରେ ସେଇ ତ ଆଉ ଏ କଳି ଯୁଗରେ ଯେତେ ସାଧୁ ସନ୍ନ୍ୟାସୀ ଅଛନ୍ତି ହଁ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି ଏମାନଙ୍କୁ କେତେବେଳେ ହେଲେ ମୋ ମା ମାନେ ବିଶ୍ୱାସ କରିବନି ନା ଏମାନଙ୍କୁ ଦ୍ୱାର ଦେଶକୁ ଉଠାଇବନି ଏମାନଙ୍କୁ କେବେ ହେଲେ ଜଳ ମୁନ୍ଦେ ହେଲେ ଦେବ ନାହିଁ ନା କାହିଁକି ନା ଏମାନେ କେବେ ନାରାୟଣଙ୍କୁ ପାଇବାର ବାଟ କହିପାରିବେନି ଏମାନେ ହଉଛି ଗାଁ ଗହଳି ମାନଙ୍କର ଯୋଉ ବାବାଜୀ କହିଲେ ଆରେ ପ୍ରକୃତ ବାବାଜୀ କିଏ ଜାଣିଛ କିଏ ସେ ପ୍ରକୃତ ବାବାଜୀ ତମେ ଜାଣିନ ଆରେ ପ୍ରକୃତ ବାବାଜୀ କିଏ ଶୁଣ ମୋ ଠାରୁ କେତେ ଜାଣିଛ ବାବାଜୀ ଆରେ ବା ଯୁକ୍ତ ବାଜି ଆରେ ବା ଅର୍ଥାତ ହଉଛି ପବନ ବା ଅର୍ଥାତ ହଉଛି କି ବ୍ରହ୍ମ ବ୍ରହ୍ମ ବାଜି ହଉଛି ଯେ କି ଅଶ୍ଵ ଅଶ୍ଵ ବାଜି ବ୍ରହ୍ମ ପବନକୁ ଯେ ଆୟତ କରିଛି ଏଇ ମନ ରୂପକ ଘୋଡ଼ା ବାବାଜୀ ଅଶ୍ଵକୁ ଯେ ଆୟତ କରିଛି ତାକୁ ଆମେ ବାବାଜୀ କହିବାରେ ତେଣୁକରି ପ୍ରକୃତରେ ବାବାଜୀ ହଉଛି ଯିଏ ବ୍ରହ୍ମ ପବନ ଏଇ ମନ ରୂପକ ବାଜି ଅଶ୍ଵକୁ ଯିଏ ଏକାଗ୍ରତା କରିଥିବ ତାକୁ କହିବା ବାବାଜୀ ତାହେଲେ ବ୍ରହ୍ମଚାରୀ କିଏ ପ୍ରଥମେ ଦେଖିବା ବ୍ରହ୍ମ କିଏ ବ୍ରହ୍ମ କେତେ ଦେଖିବା କେତେ ତାପରେ ଆଗକୁ ଯିବା ଚାଲ ସେଇ ଜଗନ୍ନାଥ ଦାସ କଣ କହିଲେ ଶ୍ରୀମଦ୍ ଭାଗବତରେ କହିଲେ ବ୍ରହ୍ମ କେତେ ନା ବ୍ରହ୍ମକୁ ଏକ ବୋଲି କହି ବ୍ରହ୍ମକୁ ଏକ ବୋଲି କହି ଗୁଣରେ ଅନେକ ଦିଶଇ ଗୁଣରେ ଅନେକ ଦିଶଇ ଜଗନ୍ନାଥ ଦାସ କହିଲେ ବ୍ରହ୍ମକୁ ଏକ ବୋଲି କହି କହି ଗୁଣରେ ଅନେକ ଦିଶଇ